নমস্কার বন্ধুগণ, জয় জগন্নাথ। আশা করুছি ଆପଣ ମାନେ ଭଲରେ ଥିବେ। ବନ୍ଧୁଗଣ, ସମୟ ଚକ୍ରରେ ଏମିତି କିଛି ମାସ ଆସେ ଯାହା ଆପଣଙ୍କ ଭାଗ୍ୟର ଦିଗ ବଦଳାଇ ଦିଏ। ବିଛା ରାଶିର ବ୍ୟକ୍ତିମାନେ ଆପଣମାନେ ହେଉଛନ୍ତି କାଳ ପୁରୁଷର ରହସ୍ୟ ବା ଅଷ୍ଟମ ଭାବର ଅଧିକାରୀ। ଆପଣଙ୍କୁ ବୁଝିବା ସହଜ ନୁହେଁ, କିନ୍ତୁ ଫେବୃଆରୀ 2026ରେ ଗ୍ରହମାନେ ଆପଣଙ୍କ ପାଇଁ ଏକ ଏମିତି ପରିସ୍ଥିତି ସୃଷ୍ଟି କରୁଛନ୍ତି ଯାହା ଗତ 30 ବର୍ଷରେ ଘଟିନାହିଁ। ଏହି ମାସର ସବୁଠାରୁ ବଡ଼ ଘଟଣା ହେଉଛି ପବିତ୍ର ମହାଜାଗର ବା ଶିବରାତ୍ରି। କିନ୍ତୁ ଏଥର ଶିବରାତ୍ରି କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଏକ ସୀମାରେଖା। ଶିବରାତ୍ରି ପୂର୍ବରୁ ଆପଣଙ୍କର ରାଶିପତି ମଙ୍ଗଳ ଉଚ୍ଚସ୍ଥ ହୋଇ ଆପଣଙ୍କୁ ଜଣେ ଯୋଦ୍ଧା ଭଳି ଶକ୍ତି ଦେବେ। କିନ୍ତୁ ଠିକ୍ ଶିବରାତ୍ରି ପରେ ପରେ ଶନିଦେବ ମେଷ ରାଶିରେ ପ୍ରବେଶ କରି ନିଚସ୍ତ ହେବାକୁ ଯାଉଛନ୍ତି ଏବଂ ମଙ୍ଗଳ ଯାଇ ରାହୁ ସହିତ ମିଶିବେ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା ମହାଦେବ ଆପଣଙ୍କୁ ପ୍ରଥମ 15 ଦିନ ବରଦାନ ଦେବେ ଏବଂ ଶେଷ 15 ଦିନ ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ନେବେ। ଯଦି ଆପଣମାନେ ବ୍ୟବସାୟ କରୁଛନ୍ତି, ପ୍ରେମ ସମ୍ପର୍କରେ ଅଛନ୍ତି କିମ୍ବା ସେୟାର ମାର୍କେଟରେ ପଇସା ଲଗାଉଛନ୍ତି, ଜାଗର ଦୀପ ଜାଳିବା ପରେ ଆପଣଙ୍କ ଜୀବନରେ କ'ଣ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି, ଆସନ୍ତୁ ଜାଣିବା ବିସ୍ତୃତ ଭାବରେ। ପ୍ରଥମେ ଆସନ୍ତୁ ବୁଝିବା ଏହି ମାସରେ କେଉଁ ମହାଯୋଗ ସୃଷ୍ଟି ହେଉଛି। ପ୍ରଥମରେ ରୁଚକ ମହାପୁରୁଷ ଯୋଗ। ଫେବୃଆରୀ 1 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଆପଣଙ୍କ ରାଶିପତି ମଙ୍ଗଳ ମକର ରାଶିରେ ରହିବେ। ମକର ରାଶିରେ ମଙ୍ଗଳ ଉଚ୍ଚସ୍ଥ ହୁଅନ୍ତି। ଯେହେତୁ ସେ ଆପଣଙ୍କର ତୃତୀୟ ସ୍ଥାନ ଅର୍ଥାତ୍ ପରାକ୍ରମ ସ୍ଥାନରେ ଅଛନ୍ତି, ଏହା ଆପଣଙ୍କୁ ଅଦମ୍ୟ ସାହସ, ଶକ୍ତି ଏବଂ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରଦାନ କରିବ। ଏହି ସମୟରେ ଆପଣ ଯାହା ଭାବିବେ ତାହା କରି ଦେଖାଇବେ। ଦ୍ୱିତୀୟରେ ରହିଛି ଅଙ୍ଗାରକ ଯୋଗ। କିନ୍ତୁ ସାବଧାନ, ଫେବୃଆରୀ 23 ତାରିଖରେ ମଙ୍ଗଳ କୁମ୍ଭ ରାଶିକୁ ଚଳନ କରିବେ, ଯେଉଁଠାରେ ପୂର୍ବରୁ ରାହୁ ବସିଛନ୍ତି। ମଙ୍ଗଳ ଅର୍ଥାତ୍ ନିଆଁ, ରାହୁ ଅର୍ଥାତ୍ ଧୂଆଁ ବା ବିସ୍ଫୋରକ। ଏହିମାନେ ମିଶି ଆପଣଙ୍କ ଚତୁର୍ଥ ଘରେ ଅଙ୍ଗାରକ ଯୋଗ ସୃଷ୍ଟି କରିବେ। ଏହା ଘରୋଇ ଅଶାନ୍ତି ଏବଂ ମାନସିକ ଚାପର କାରଣ ହୋଇପାରେ। ତୃତୀୟରେ ରହିଛି ନିଚସ୍ତ ଶନିଙ୍କ ପ୍ରଭାବ। ଶିବରାତ୍ରିର ପାଖାପାଖି ସମୟରେ ଶନିଦେବ ମେଷ ରାଶିରେ ପ୍ରବେଶ କରିବେ, ଯାହା ଆପଣଙ୍କର ଷଷ୍ଠ ଭାବ। ଶନି ଏଠାରେ ନିଚସ୍ତ ହୁଅନ୍ତି। ଏହା ସ୍ୱାସ୍ଥ୍ୟ ଏବଂ ଋଣ ପାଇଁ ଏକ ସତର୍କ ଘଣ୍ଟି। ଏହି ଯୋଗର ପ୍ରଭାବ କିପରି ରହିବ ଆପଣଙ୍କ ସ୍ୱାସ୍ଥ୍ୟ, କ୍ୟାରିୟର, ବାଣିଜ୍ୟ, ପ୍ରେମ ଆଉ ପାଠପଢ଼ା ଉପରେ। ତେବେ ଆସନ୍ତୁ ପ୍ରଥମେ କଥା ହେବା ଅର୍ଥ ବିଷୟରେ, କାରଣ ବିନା ଅର୍ଥରେ ସଂସାର ଅଚଳ। ପ୍ରଥମରେ ରହିଛି ମଙ୍ଗଳଙ୍କ ଧମାକା। ଫେବୃଆରୀ 1ରୁ 22 ମାସର ପ୍ରଥମ 3 ସପ୍ତାହ ଆପଣଙ୍କ ପାଇଁ ଟଙ୍କା ଛାପିବାର ସମୟ। ଆପଣଙ୍କ ରାଶିର ମାଲିକ ମଙ୍ଗଳ ତୃତୀୟ ଘରେ ଅର୍ଥାତ୍ ପରାକ୍ରମ ସ୍ଥାନରେ ଉଚ୍ଚସ୍ଥ ଅଛନ୍ତି। ଯଦି ଆପଣ ନିଜ ବ୍ୟବସାୟ ବଢ଼ାଇବାକୁ ଚାହୁଁଛନ୍ତି, ନୂଆ ବ୍ରାଞ୍ଚ ଖୋଲିବାକୁ ଚାହୁଁଛନ୍ତି କିମ୍ବା କୌଣସି ବଡ଼ ଟେଣ୍ଡର ପକାଇବାକୁ ଚାହୁଁଛନ୍ତି, ତେବେ ଫେବୃଆରୀ 20 ତାରିଖ ପୂର୍ବରୁ କରନ୍ତୁ। ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କ ସାମ୍ନାରେ ତିଷ୍ଠି ପାରିବେ ନାହିଁ। ମଙ୍ଗଳ ହେଉଛନ୍ତି ଇଞ୍ଜିନିୟରିଂ, ମେଟାଲ, ରିଅଲ ଇଷ୍ଟେଟ୍, କନଷ୍ଟ୍ରକ୍ସନ ଏବଂ ଡିଫେନ୍ସର କାରକ। ଦ୍ୱିତୀୟରେ ଶନିଙ୍କ ଚେତାବନୀ ଅର୍ଥାତ୍ ଶିବରାତ୍ରିର ପରେ। ଯେତେବେଳେ ଜାଗର ଦୀପ ଉଠିବ, ତାର କିଛି ଦିନ ପରେ ଶନିଦେବ ମେଷ ରାଶି ଅର୍ଥାତ୍ ଆପଣଙ୍କ ଷଷ୍ଠ ଭାବକୁ ଚଳନ କରିବେ। ଶନି ନିଚସ୍ତ ହେଲେ ଋଣର ସମସ୍ୟା ବଢ଼ାନ୍ତି। ଯଦି ଆପଣ ବ୍ୟାଙ୍କରୁ ଲୋନ୍ ନେବାକୁ ଚାହୁଁଛନ୍ତି, ତେବେ କାଗଜପତ୍ର ଠିକ୍ ଭାବେ ଯାଞ୍ଚ କରନ୍ତୁ। ବ୍ୟାଙ୍କିଂ ଷ୍ଟକ୍ସରେ ନିବେଶ କରିବା ସମୟରେ ସତର୍କ ମଧ୍ୟ ରୁହନ୍ତୁ। ଫେବୃଆରୀ 23 ପରେ ମଙ୍ଗଳ ଚତୁର୍ଥ ଭାବକୁ ଯାଇ ରାହୁଙ୍କ ସହ ମିଶିବେ। ଏହାକୁ ଅଙ୍ଗାରକ ଯୋଗ କୁହାଯାଏ। ଏହି ସମୟରେ ଲ୍ୟାଣ୍ଡ ଡିଲ୍ ବା ଜମି କିଣାବିକାରେ ଠକାମି ହେବାର ଭୟଙ୍କର ଯୋଗ ଅଛି। ନିଜର କଷ୍ଟ ଉପାର୍ଜିତ ଧନକୁ କୌଣସି ଗେଟ୍ ରିଚ୍ କୁଇକ୍ ସ୍କିମ୍ରେ ଲଗାନ୍ତୁ ନାହିଁ। ବର୍ତ୍ତମାନ ଆସନ୍ତୁ ଦେଖିବା ଛାତ୍ରଛାତ୍ରୀ ଏବଂ ଚାକିରି ଆଶାୟୀଙ୍କ ପାଇଁ ଗ୍ରହମାନେ କ'ଣ ଇସାରା ଦେଉଛନ୍ତି। ଯେଉଁ ପିଲାମାନେ ଇଞ୍ଜିନିୟରିଂ, ପୋଲିସ, ସେନାବାହିନୀ କିମ୍ବା ଡାକ୍ତରୀ ପାଇଁ ପ୍ରସ୍ତୁତ ହେଉଛନ୍ତି, ଆପଣଙ୍କ ପାଇଁ ଫେବୃଆରୀ ମାସର ପ୍ରଥମ 20 ଦିନ ଅତ୍ୟନ୍ତ ଶୁଭ। ମଙ୍ଗଳଙ୍କ ପ୍ରଭାବରେ ଆପଣଙ୍କ ଆତ୍ମବିଶ୍ୱାସ ଶିଖରରେ ରହିବ। କମ୍ପିଟେଟିଭ୍ ଏକ୍ଜାମରେ ସଫଳ ମିଳିବାର ପ୍ରବଳ ଯୋଗ ଅଛି। ଦ୍ୱିତୀୟରେ ଶିବରାତ୍ରିର ପରିସ୍ଥିତି। କିନ୍ତୁ ସାବଧାନ, 23 ତାରିଖ ପରେ ଯେତେବେଳେ ମଙ୍ଗଳ ଏବଂ ରାହୁ ଏକାଠି ହେବେ, ସେତେବେଳେ ପାଠପଢ଼ାରେ
ମନ ବିଚଳିତ ହେବ। ରାହୁ ହେଉଛନ୍ତି ଭ୍ରମ। ଆପଣଙ୍କ ଧ୍ୟାନ ମୋବାଇଲ, ଗେମିଂ କିମ୍ବା ବାହାର ସାଙ୍ଗସାଥୀମାନଙ୍କ ଆଡ଼କୁ ଟାଣି ହୋଇଯିବ। ଯେଉଁମାନେ ବିଦେଶ ଯାଇ ପାଠ ପଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସମୟଟି ଭଲ। ରାହୁ ବିଦେଶ ଯାତ୍ରାର କାରକ, କିନ୍ତୁ ଭିସା କାମରେ କିଛି ଡକ୍ୟୁମେଣ୍ଟ ମିସ୍ ହୋଇପାରେ। ତେଣୁ ଦୁଇଥର ଚେକ୍ କରନ୍ତୁ। ଶିବରାତ୍ରି ଦିନ ମହାଦେବଙ୍କ ପାଖରେ 3ଟି ବେଲପତ୍ରରେ ଚନ୍ଦନ ଲଗାଇ ଅର୍ପଣ କରନ୍ତୁ। ଏହା ଆପଣଙ୍କ ଏକାଗ୍ରତା ବଢ଼ାଇବ। ବନ୍ଧୁଗଣ, ଆସନ୍ତୁ ଏବେ ଜାଣିବା ପ୍ରେମ ଓ ଦାମ୍ପତ୍ୟ ଜୀବନ ବିଷୟରେ। ଏହି ବିଭାଗଟି ବିଛା ରାଶି ପାଇଁ ସବୁଠାରୁ ସମ୍ବେଦନଶୀଳ, କାରଣ ଆପଣମାନେ ହୃଦୟରୁ ଭଲ ପାଆନ୍ତି। କିନ୍ତୁ ଏହି ମାସରେ ଆପଣଙ୍କ ହୃଦୟ ଉପରେ ଏକ ବଡ଼ ଆଘାତ ଲାଗିପାରେ ଯଦି ଆପଣ ସତର୍କ ନ ରୁହନ୍ତି। ଅବିବାହିତଙ୍କ ପାଇଁ ମାସର ପ୍ରଥମ ଭାଗରେ ଆପଣଙ୍କ ବ୍ୟକ୍ତିତ୍ୱ ବହୁତ ଆକର୍ଷଣୀୟ ରହିବ, କିନ୍ତୁ ଶିବରାତ୍ରି ପରେ ପଞ୍ଚମ ଭାବରେ ଅଧିପତି ବୃହସ୍ପତି ବକ୍ରି ଥିବାରୁ ପୁରୁଣା ପ୍ରେମିକ କିମ୍ବା ପ୍ରେମିକା ଫେରି ଆସିବାର ସମ୍ଭାବନା ଅଛି। କିନ୍ତୁ ମନେ ରଖନ୍ତୁ, ଭଙ୍ଗା କାଚ କେବେ ଯୋଡ଼ି ହୁଏ ନାହିଁ। ପୁରୁଣା ସମ୍ପର୍କକୁ ନେଇ ଭାବପ୍ରବଣ ହୁଅନ୍ତୁ ନାହିଁ। ବିବାହିତଙ୍କ ପାଇଁ ଧ୍ୟାନ ଦେଇ ଶୁଣନ୍ତୁ। ଫେବୃଆରୀ 23 ପରେ ମଙ୍ଗଳ ଅର୍ଥାତ୍ ନିଆଁ ଏବଂ ରାହୁ ଅର୍ଥାତ୍ ଧୂଆଁ ଆପଣଙ୍କ ଚତୁର୍ଥ ଘରେ ଅର୍ଥାତ୍ ଘର ସୁଖ ସ୍ଥାନ ଏକାଠି ହେବେ। ଘରେ ଛୋଟ କଥାକୁ ନେଇ ବଡ଼ ଝଗଡ଼ା ହୋଇପାରେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଇଗୋ ହେବ। ଚତୁର୍ଥ ଘର ମାଙ୍କ ସହ ମତଭେଦ ହୋଇପାରେ କିମ୍ବା ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇପାରେ। ଘର ଭିତରେ ଶାନ୍ତି ବଜାୟ ରଖିବା ପାଇଁ ନିଜ ଶୟନ କକ୍ଷରେ କଳା କିମ୍ବା ନୀଳ ରଙ୍ଗର ବ୍ୟବହାର କରନ୍ତୁ। ଜାଗର ରାତିରେ ଯଦି ସ୍ୱାମୀ ସ୍ତ୍ରୀ ମିଶି ଦୀପ ଜାଳନ୍ତି ତେବେ ରାହୁଙ୍କର ଏହି କୁପ୍ରଭାବ ଖଣ୍ଡନ ହେବ। ବନ୍ଧୁଗଣ, ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶରୀର ମାଧ୍ୟମ ଖଲୁ ଧର୍ମ ସାଧନମ୍। ଯଦି ଶରୀର ଭଲ ନାହିଁ ତେବେ ସବୁକିଛି ବେକାର। ଶନିଙ୍କ ଗୋଚର ଯେବେ ହେବ, ଫେବୃଆରୀ ମାସର ମଧ୍ୟଭାଗରୁ ଶନିଦେବ ମେଷ ରାଶିରେ ପ୍ରବେଶ କରୁଛନ୍ତି, ଯାହା ଆପଣଙ୍କର ଷଷ୍ଠ ଭାବ ଅର୍ଥାତ୍ ରୋଗ ଓ ଶତ୍ରୁ। ଶନି ଏଠାରେ ଦୁର୍ବଳ। ବିଛା ରାଶିର ଲୋକମାନଙ୍କୁ କମର ଯନ୍ତ୍ରଣା, ଆଣ୍ଠୁଗଣ୍ଠି ବାତ ଏବଂ ସ୍ନାୟୁ ଦୁର୍ବଳତା ଦେଖାଦେଇପାରେ। ଷଷ୍ଠ ଭାବରେ ନିଚସ୍ତ ଶନି ପୁରୁଣା ରୋଗକୁ ଫେରାଇ ଆଣିପାରନ୍ତି। ଯଦି ଆପଣଙ୍କର କୌଣସି ପୁରୁଣା ଅପରେସନ ହୋଇଛି ତେବେ ସତର୍କ ରୁହନ୍ତୁ। ଅଙ୍ଗାରକ ଯୋଗର ପ୍ରଭାବ। ମଙ୍ଗଳ ହେଉଛନ୍ତି ରକ୍ତର କାରକ, ରାହୁ ଇନଫେକ୍ସନର କାରକ। 23 ତାରିଖ ପରେ ରକ୍ତଚାପ ହଠାତ୍ ବଢ଼ିପାରେ। ରାସ୍ତାରେ ଗାଡ଼ି ଚଳାଇବା ବେଳେ ଅତ୍ୟନ୍ତ ସାବଧାନ ରୁହନ୍ତୁ। ତୀକ୍ଷ୍ଣ ବସ୍ତୁ କିମ୍ବା ନିଆଁରୁ କ୍ଷତି ହେବାର ଭୟ ଅଛି। ପ୍ରତିଦିନ ସକାଳେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଶୁଣନ୍ତୁ। ଏହା ଆପଣଙ୍କ ପାଇଁ ରକ୍ଷା କବଚ ଭଳି କାମ କରିବ। ବନ୍ଧୁଗଣ, ପରିଶେଷରେ ଫେବୃଆରୀ 2026 ବିଛା ରାଶି ପାଇଁ ଏକ ଅଗ୍ନି ପରୀକ୍ଷା। ମାସର ପ୍ରଥମାର୍ଦ୍ଧରେ ଆପଣ ରାଜା, କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଆପଣଙ୍କୁ ତପସ୍ୟା ହେବାକୁ ପଡ଼ିବ। ମହାଶିବରାତ୍ରି ଅର୍ଥାତ୍ ଫେବୃଆରୀ 15 ପାଇଁ ବିଶେଷ ଉପାୟ, ଯେହେତୁ ଆପଣଙ୍କ ରାଶିର ଅଧିପତି ମଙ୍ଗଳ ଏବଂ ଆରାଧ୍ୟ ଦେବ ହେଉଛନ୍ତି ଶିବ। ପ୍ରଥମରେ ଜାଗର ଦିନ ଶିବଲିଙ୍ଗ ଉପରେ ଆଖୁ ରସ ଅଭିଷେକ କରନ୍ତୁ। ଏହା ଦ୍ୱାରା ଲକ୍ଷ୍ମୀ ପ୍ରାପ୍ତି ହୁଏ ଏବଂ ବ୍ୟବସାୟ ବଢ଼େ। ଦ୍ୱିତୀୟରେ, ଶନିଙ୍କ କୋପରୁ ବଞ୍ଚିବା ପାଇଁ ଶିବଲିଙ୍ଗ ଉପରେ କଳା ରାଶି ଅର୍ପଣ କରନ୍ତୁ। ତୃତୀୟରେ, ଘରେ ଶାନ୍ତି ପାଇଁ ଜାଗର ଦୀପରେ ଟିକେ କର୍ପୂର ଲଗାଇ ଜାଳନ୍ତୁ। ମନେ ରଖନ୍ତୁ, ଗ୍ରହମାନେ କେବଳ ଇସାରା ଦିଅନ୍ତି, କର୍ମ ଆପଣଙ୍କ ହାତରେ। ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଯଦି ଆପଣଙ୍କୁ ମୋର ଏହି ଗଭୀର ବିଶ୍ଳେଷଣ ପସନ୍ଦ ଆସିଲା ତେବେ କମେଣ୍ଟରେ ଓମ୍ ନମଃ ଶିବାୟ ଲେଖିବାକୁ ଭୁଲିବେ ନାହିଁ। ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରନ୍ତୁ। ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।